ସ୍ୱାଗତିକା ପ୍ରଧାନ। ଆମେ ଆମେ 2005 ବ୍ୟାଚ୍। ଆମେ 5 ବର୍ଷ ହେଲା ବନ୍ଧୁ ମିଳନ କରୁଛୁ। ମାନେ ଉତ୍ସାହ ସହିତ ଆମେ ଏଇ ଦିନକୁ ଅପେକ୍ଷା କରୁଛୁ ଯେ କେବେ ବର୍ଷକେ ପରେ ଗୋଟେ ଥର ଆମେ ଏକାଠି ହବୁ, ସବୁ ସାଙ୍ଗମାନେ ନିଜ ନିଜ ଦୁଃଖ ସୁଖ ସବୁ ବାଣ୍ଟିବୁ। ଏଇଟାକୁ ଆମେ ଉତ୍ସାହ ସହିତ ଅପେକ୍ଷା କରୁଛୁ। ଏତେ ତ ବ୍ୟସ୍ତବହୁଳ ଜୀବନ ଭିତରେ କେହି କାହା ସହିତ କଣ୍ଟାକ୍ଟରେ ଆମେ ରହିପାରୁନୁ, କିନ୍ତୁ ଏଇ ଯୋଉ ଗୋଟେ ଦିନ ଆମେ ଏକାଠି ହଉଛୁ, ଆମେ ସବୁ ସୁଖ ଦୁଃଖ ବାଣ୍ଟିକି ଏକାଠି ହଉଛୁ। ମୁଁ ବେଶୀ ଧନ୍ୟବାଦ ଦେବି ଟିଲି ଆଉ ଶକ୍ତି, ପ୍ରକାଶ ଆଉ ଏମିତି କେତେ ଜଣ ସାଙ୍ଗ ଅଛନ୍ତି ଯୋଉମାନେ ଆରେଞ୍ଜ କରୁଛନ୍ତି। ସମସ୍ତେ ତ ସମୟ ଦେଇ ପାରୁନାହାନ୍ତି ଆରେଞ୍ଜ ପାଇଁ। ଆମେ ଏଇ ଦିନଟା ବହୁତ ଉତ୍ସାହ ସହିତ ଅପେକ୍ଷା କରୁଛୁ। ସେଇଟା ନା ଆରେଞ୍ଜ ଆମର 15-20 ଦିନ ପୂର୍ବରୁ ଆମର କରାହଉଛି। ସମସ୍ତଙ୍କୁ କଣ୍ଟାକ୍ଟ ହେଇକି ଆମର ଗୋଟେ ଗ୍ରୁପ ହେଇଛି ହ୍ୱାଟ୍ସଆପ ରେ, ଆମେ ମେସେଜରେ ରହୁଛୁ। ଆମେ ମିଶିକି ସମସ୍ତେ ଆରେଞ୍ଜ କରୁଛୁ, କିନ୍ତୁ ଦାୟିତ୍ୱ ନେଇକି ସ୍ପେସିଫିକ 3-4 ଜଣ ଆମର ଫ୍ରଣ୍ଟରେ ଆସିକି କରୁଛନ୍ତି, ନହେଲେ ଆମେ ଏଇଟା କରିପାରନ୍ତୁ ସମସ୍ତେ ସମୟ ଦେଇକି। ଆମେ ଆଜି 2005 ବ୍ୟାଚର ମ୍ୟାଟ୍ରିକ ବ୍ୟାଚର ପିଲାମାନେ ଏକାଠି ହେଇଛୁ। ବହୁତ ବର୍ଷ ପରେ ଆମେ ବହୁତ ସାଙ୍ଗସାଥି ଏକାଠି ହେଇଛୁ। ବହୁତ ମାନେ ଖୁସିର ପରିବେଶ ହେଇଛି। 3 ନମ୍ବର ବର୍ଷ ଏଇଟା ହେଲାଣି ଆମର ଏକାଠି ହେବାର। ଆଉ ବ୍ୟସ୍ତବହୁଳ ଜୀବନ ଭିତରେ ବି ଆସିକି ପହଞ୍ଚିଛନ୍ତି ଯେଉଁମାନେ ମାନେ ଟାଇମ ଦେଇପାରିଛନ୍ତି, ଆସିକି ପହଞ୍ଚିଛନ୍ତି। ପାଖାପାଖି ଆମର 200-250 ପିଲାଙ୍କ ଭିତରୁ ଆଜି ଯାହାହେଲେ ବି 50-60 ଜଣ ଖଣ୍ଡେ ଏକାଠି ହେଇଛନ୍ତି। ଏକାଠି ହେଇକି ଆମ ମାନେ ବହୁତ ମାନେ ଖୁସି ବାସିରେ ଟାଇମଟା ବାର୍ତ୍ତା ଦେବା ବର୍ତ୍ତମାନ ତ AQI ଯୋଉଟା ହେଲାଣି, ପରିବେଶ ସୁରକ୍ଷା ବର୍ତ୍ତମାନ ମୁଖ୍ୟ ବାର୍ତ୍ତା ହେଲାଣି। ସମସ୍ତେ ଯୋଉଟା ମୋ ଭାଇ କହିଲା, ଆଗରୁ ସାଙ୍ଗ କହିଲା, ସମସ୍ତେ ଗଛ ଲଗାନ୍ତୁ, ପରିବେଶ ପ୍ରତି ସଚେତନ ହୁଅନ୍ତୁ, ତାପରେ ଆଗକୁ ଯେମିତି ଲାଇଫଟା ଆମର ଆମ ପର ପିଢିଙ୍କ ପାଇଁ ଲାଇଫଟା ଠିକ ରହିବ। ଆମର ଏଇ ଯୋଉ ଗେଟ୍ ଟୁଗେଦର ହଉଛି, ଏଇଟା 3rd ଇୟର ପାଇଁ ଗେଟ୍ ଟୁଗେଦର ହଉଛି। ସମସ୍ତେ ଯୋଉମାନେ ମୋର ଫ୍ରେଣ୍ଡସ୍ ଆସିଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତେ ସମସ୍ତଙ୍କ ଜୀବନରେ କିଛି ନା କିଛି ବ୍ୟସ୍ତ ଥିବେ। ଆମର ଯୋଉ ସାଙ୍ଗମାନେ ଥିଲେ ଲେଡିଜ ମାନେ, ସେମାନେ ପ୍ରାୟ ତାଙ୍କର ମାନେ ମ୍ୟାରେଡ୍ ଲାଇଫରେ ତାଙ୍କ ପିଲା ଛୁଆଙ୍କୁ ଧରିକି ଆସିଛନ୍ତି। ତାଙ୍କ ପାଇଁ ବହୁତ ବହୁତ ଧନ୍ୟବାଦ। ଗୋଟେ ମୁଁ ତାଳି ମାରିବାକୁ ଚାହିଁବି ତାଙ୍କ ପାଇଁ। ଆଉ ଆମର ବି ଯୋଉମାନେ ବି ମେଲ୍ କାଉଣ୍ଟର ପାର୍ଟ ଅଛନ୍ତି, ସେମାନେ ଯୋଉମାନେ ବି ବ୍ୟସ୍ତବହୁଳ ଜୀବନରୁ ଆସିଛନ୍ତି, ଟାଇମ ବାହାର କରିକି ତାଙ୍କ ପାଇଁ ବି ଗୋଟେ ଥ୍ୟାଙ୍କ ୟୁ କହିବି। ଆମର ଆମେ ଚାହୁଁ ଏଇ ବର୍ଷ ଆମର ଯେମିତି ଚାଲିଛି ସବୁ ବର୍ଷ ଡିସେମ୍ବର ଲାଷ୍ଟ ୱିକେଣ୍ଡରେ ଆମର ଯୋଉ ଗେଟ୍ ଟୁଗେଦର ହଉଛି, ଏଇଟା ସବୁ ବର୍ଷ ଚାଲୁ, ଆଗାମୀ ଦିନରେ କଣ୍ଟିନ୍ୟୁ ରହୁ। ଆଉ ଆମେ ଯେତେବେଳେ ଏଠି ଏକତ୍ରିତ ହେଇଛୁ, ସମସ୍ତେ ଗୋଟେ ପ୍ଲେସ୍ ନବା ଆମର ଏନଭାୟରମେଣ୍ଟ ପାଇଁ। ଆଟଲିଷ୍ଟ ସମସ୍ତେ ଗୋଟେ ଗୋଟେ ଗଛ ଲଗେଇବା ନା ନାଇଁ? ଗୋଟେ ଗୋଟେ ଗଛ ଲଗେଇବା। ସମସ୍ତେ ପ୍ଲେସ୍ କରନ୍ତୁ କି କାଲି ଆମେ ଗୋଟେ ଗୋଟେ ଗଛ ଲଗେଇବା। ଆମର ଏଇ 2005 ମ୍ୟାଟ୍ରିକ ବ୍ୟାଚର ଗୋଟେ ପ୍ଲେସ୍ ନବା କି ସମସ୍ତେ କାଲି ଗୋଟେ ଗୋଟେ ଗଛ ଲଗେଇବା। ଆଟଲିଷ୍ଟ ଯେତେବେଳେ ଅଛନ୍ତି ଆମର ଏଠି ଉପସ୍ଥିତ 50-60 ଜଣ ଲୋକ ଅଛନ୍ତି, ଗୋଟେ ଗୋଟେ ଗଛ ଲଗେଇବା, ସୋ ଦ୍ୟାଟ ଛୋଟ ଛୋଟ ଆମେ କଣ୍ଟ୍ରିବ୍ୟୁସନ କରିପାରିବା ଏନଭାୟରମେଣ୍ଟ ପାଇଁ। ଥ୍ୟାଙ୍କ ୟୁ। ମୁଁ ଅନିଲ କୁମାର ବରିଶଲ, ମୋର କଣାସ 2005 ମ୍ୟାଟ୍ରିକ ବ୍ୟାଚର ଜଣେ ଛାତ୍ର। ଦେଖନ୍ତୁ, କଳି ଯୁଗରେ ଏ ଯୋଉ ବନ୍ଧୁ ମାନେ ଆମେ ଏକାଠି ହେଇପାରୁଛୁ, ଆମେ ଜାଣିଛେ ବହୁତ ବ୍ୟସ୍ତବହୁଳ ଜୀବନ ଭିତରୁ ବହୁତ ସୋସିଆଲ ସେକ୍ଟର ହଉ, ସବୁ ବହୁତ ବିଭିନ୍ନ ସେକ୍ଟରରେ ସାଙ୍ଗମାନେ ଥିଲେ ମଧ୍ୟ ବହୁତ ବ୍ୟସ୍ତବହୁଳ ଜୀବନ ଭିତରେ ସମୟ କାଢିକି ଆମେ ଆଜି ଏକାଠି ହେଉଛୁ। 3-4 ଜଣ ସାଙ୍ଗ ଆମର ଆଜି ମଧ୍ୟ ଖୁସିରେ ଲାଗିଲା। ଯେତେବେଳେ ଆମେ ମାନେ ସ୍କୁଲରେ ପଢୁଥିଲୁ, ସେମାନେ ଆଗ ଲାଇନରେ ବସୁଥିଲେ, ଭଲ ପାଠ ପଢୁଥିଲେ, ତ ସେମାନେ ବି ଆଜି ବି ଆଗ ଧାଡ଼ିରେ ଅଛନ୍ତି। ଆଜି ଆମମାନଙ୍କୁ ଏକାଠି କରୁଛନ୍ତି, ଆମର ବହୁତ ଭଲ ଲାଗିଲା। ଆଜି ଏତେ ଏତେ ବହୁଳ ମାତ୍ରାରେ ସାଙ୍ଗମାନଙ୍କୁ ଏକାଠି କରିଛନ୍ତି। ଜଣେ ଆମର ହ୍ୟାଣ୍ଡିକ୍ୟାପ୍ଟ ସାଙ୍ଗ, ତାକୁ ଯୋଉଭଳି ଭାବରେ ଖୁସିରେ ଟେକିକି ଆଣିବା, ତା ସହିତ ସେୟାର କରିକି ଆମେ କେକ୍ କାଟିବା, ଆଜି ଏତେ ଖୁସି। ଏଇଟା 3ୟ ବର୍ଷରେ ପଦାର୍ପଣ କଲା। ଆମେ ଆଶା କରୁଛୁ ସବୁ ସାଙ୍ଗମାନେ ଏକାଠି ଏଇଭଳି 30 ବର୍ଷ ପର୍ଯ୍ୟନ୍ତ, ଆମକୁ ବର୍ତ୍ତମାନ ବୟସ ପାଖାପାଖି 35 ହେଇଗଲା, ଆଗାମୀ 30 ବର୍ଷ ପର୍ଯ୍ୟନ୍ତ ଆମେ ଏଇଭଳି ଏକାଠି ହେବୁ, ସମାଜକୁ ଗୋଟେ ନୂଆ ବାର୍ତ୍ତା ଦେବୁ। 2005ର ମେଟ୍ରିକ ଯୋଉ ବ୍ୟାଚ୍ ଥିଲେ ଆମର ପିଲାମାନେ, ସେମାନେ ଏକ ସ୍ୱତନ୍ତ୍ର ପରିଚୟ ନେବେ। ଯେମିତିକି ମୋର ବନ୍ଧୁମାନେ କହିଲେ, ଗଛ ଲଗେଇବା, ପରିବେଶ ସଚେତନ ହବା, ଏଇସବୁ ଦିଗରେ ଆମେ କାମ କରିବୁ। ଆଗାମୀ ଦିନରେ ଆମେ ୟାକୁ ଆହୁରି ସାମାଜିକ ସ୍ତରକୁ ନେବୁ, ଯେମିତି 2005 ଏକ ସ୍ୱତନ୍ତ୍ର ବ୍ୟାଚ୍ ହେଇପାରିବ।